ନମସ୍କାର, ଜୟ ଜଗନ୍ନାଥ। କ୍ରିଏଟିଭ୍ ବର୍ଷକୁ ଆପଣଙ୍କୁ ସ୍ୱାଗତ କରୁଛି ମୁଁ ଗଣେଶ। ଆଜି ଆପଣଙ୍କୁ ଗୋଟେ ଭଲ ସ୍କିମ୍ ବିଷୟରେ କହିବି ଆଉ ଭଲ ଫାର୍ମିଂ ଯୋଜନା ବିଷୟରେ ଗୋଟେ କହିବି, ଯୋଉଟା କି ଆପଣମାନେ ତାହା କରିକି ଲାଭବାନ ହେଇପାରିବେ। ନିଜେ ରୋଜଗାରକ୍ଷମ ହେଇପାରିବେ ଆଉ ନିଜେ ରୋଜଗାରକ୍ଷମ ହେବା ସହିତ ଆଉ 2-3 ଜଣ ମଧ୍ୟ ରୋଜଗାରକ୍ଷମ କରିପାରିବେ ଆଉ ଭଲ ବେନିଫିଟ୍ ମଧ୍ୟ ପାଇପାରିବେ। ତା ହଉଛି ଗୋଟେ କୁକୁଡ଼ା ଫାର୍ମ ବାହାରିଛି ବ୍ରଏଲର 1500 କାପାସିଟିର ଗୋଟେ ଯୋଉ ବ୍ରଏଲର ଫାର୍ମ ପାଇଁ ଗୋଟେ ଗଭର୍ଣ୍ଣମେଣ୍ଟ ତରଫରୁ ନୂଆ ଗୋଟେ ବାହାରିଛି, ଯୋଉଟା କି ଆପଣମାନେ ଗଭର୍ଣ୍ଣମେଣ୍ଟ ତରଫରୁ ଆବେଦନ କରିପାରିବେ ଆଉ ନିଜେ ମଧ୍ୟ ନିଜ ଉଦ୍ୟମ ଫଳରେ ମଧ୍ୟ କରିପାରିବେ, ଯୋଉଟା କି ଆପଣମାନେ ନିଜେ ଲାଭବାନ ଅଧିକା ହେଇପାରିବେ। ଗଭର୍ଣ୍ଣମେଣ୍ଟ ତରଫରୁ ନେଇକି ମଧ୍ୟ ଆପଣ ଲାଭବାନ ହେଇପାରିବେ, ଯୋଉଟା କି ଆପଣଙ୍କର ସବସିଡି ଆକାରରେ ପଇସା ଅପ୍ ଟୁ 60% ପର୍ଯ୍ୟନ୍ତ ଆପଣ ସବସିଡି ପାଇପାରିବେ। ଆଉ ମୁଁ ଭିଡ଼ିଓରେ ପୁରା ଡିଟେଲ୍ସ କହିବି, ଭିଡ଼ିଓକୁ ସ୍କିପ୍ କରିବେନି। ଆଉ ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ, ଯୋଉମାନେ ଆମ ଚ୍ୟାନେଲକୁ ନୂଆ ଭିଜିଟ୍ କରିଛନ୍ତି ପ୍ଲିଜ୍ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ। ତ ଆସନ୍ତୁ ଜାଣିବା ଯୋଉଟା 100 ପାଇଁ, ଯୋଉଟା କି 25-26 ପାଇଁ ଆପଣଙ୍କୁ ମୁଁ ଇନଷ୍ଟ୍ରୁମେଣ୍ଟ କଷ୍ଟ କରିଛି, ଯୋଉଟା କି ଆପଣମାନେ ଏଥିରେ ଆପଣଙ୍କୁ ମୁଁ ଡିଟେଲ୍ସ ପୁରା କହିବି। ଆପଣ ଯୋଉ 1500 କୁକୁଡ଼ା ଫାର୍ମ କରେ ତା ପାଇଁ ମୁଁ ଇନଷ୍ଟ୍ରୁମେଣ୍ଟ କରିଛି, ଆପଣମାନେ ଗଭର୍ଣ୍ଣମେଣ୍ଟରୁ କେତେ ଲାଭବାନ ପାଇବେ, ଆପଣ କେତେ ଜାଗା ସ୍କୋୟାର ଫୁଟ ଦରକାର, ଆପଣ କ'ଣ ରିକ୍ୱାରମେଣ୍ଟ ଦରକାର ମୁଁ କହିଦେଉଛି ଆପଣଙ୍କୁ। ପ୍ରଥମେ ଆପଣଙ୍କର ଗୋଟେ ଯଦି ଆପଣ ଗଭର୍ଣ୍ଣମେଣ୍ଟରୁ ସହାୟତା ହିସାବରେ ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି, ତ ଆପଣଙ୍କ ପାଖରେ 3ଟି ଜିନିଷ 4ଟି ଜିନିଷ ଆପଣଙ୍କର ନିହାତି ଆବଶ୍ୟକ ରହିବ, ଯୋଉଟା କି ଆପଣ ନିଜର ଲ୍ୟାଣ୍ଡ ଥିବା ଦରକାର, ତା ପାଖରେ ROR ଥିବା ଦରକାର, ତାର ଲ୍ୟାଣ୍ଡ ଡକୁମେଣ୍ଟ ଥିବା ଦରକାର, ତା ସହିତ ଆପଣଙ୍କ ବ୍ୟାଙ୍କ ଖାତା ଥିବା ଦରକାର, ଆଧାର କାର୍ଡ ଥିବା ଦରକାର। ତ ଆପଣମାନେ କରିପାରିବେ, ଗଭର୍ଣ୍ଣମେଣ୍ଟରୁ ସହାୟତା ପାଇପାରିବେ, ପ୍ଲସ୍ ଆପଣ ନିଜେ ବ୍ୟାଙ୍କ ଫାଇନାନ୍ସ ମଧ୍ୟ କରିପାରିବେ। ଯଦି ଆପଣ ନିଜେ କରିବାକୁ ଚାହୁଁଛନ୍ତି, ଆପଣମାନେ ବ୍ୟାଙ୍କ ଫାଇନାନ୍ସ କରିପାରିବେ। ବ୍ୟାଙ୍କ ଫାଇନାନ୍ସ ଗଭର୍ଣ୍ଣମେଣ୍ଟରୁ କୌଣସି ସବସିଡି ପାଇବାକୁ ଚାହୁଁନାହାନ୍ତି, ଆପଣ ନିଜେ ଉଦ୍ୟମ ବଳରେ କରିବାକୁ ଚାହୁଁଛନ୍ତି, ତ ବ୍ୟାଙ୍କ ଫାଇନାନ୍ସ କରିପାରିବେ ନିଜେ। ବ୍ୟାଙ୍କ ଫାଇନାନ୍ସ କରି ମଧ୍ୟ କୁକୁଡ଼ା ଫାର୍ମ କରିପାରିବେ। ତ ତା ପାଇଁ ମଧ୍ୟ ଆପଣ ରିକ୍ୱାରମେଣ୍ଟ ଯୋଉଟା ଲ୍ୟାଣ୍ଡ ଡକୁମେଣ୍ଟ, ଆପଣ କିଛି ଡକୁମେଣ୍ଟ ଆଇଡି ପ୍ରୁଫ୍ ହିସାବରେ ହେଲେ ଆପଣଙ୍କର ଲୋନ୍ ହେଇଯିବ। ଏଗ୍ରିକଲଚର ସବୁ ଜାଗାରେ ଲୋନ୍ ମିଳୁଛି। ତ ଗୋଟେ ଯୋଉ 1500 ବାର୍ଡ ପାଇଁ ଯୋଉ କଷ୍ଟ 5,45,000 5,50,000 ଭିତରେ ଇନଷ୍ଟ୍ରୁମେଣ୍ଟ ଗଭର୍ଣ୍ଣମେଣ୍ଟ ତରଫରୁ ଆସିଛି, ଯୋଉଟା କି ଖର୍ଚ୍ଚ ହଉଛି। ତ ଆପଣଙ୍କୁ ଏଇ ଖର୍ଚ୍ଚ ଭିତରେ ଆପଣଙ୍କୁ କରିବାକୁ ପଡିବ, ଆପଣ ଗଭର୍ଣ୍ଣମେଣ୍ଟରୁ ସବସିଡି ପାଇବାକୁ ଚାହୁଁଛନ୍ତି। ତ ଖର୍ଚ୍ଚ କ'ଣ ହଉଛି ମୁଁ ଆପଣଙ୍କୁ କହିଦଉଛି, ଯୋଉଟା କି ଆପଣଙ୍କୁ ଗୋଟେ ଘର ବନେଇବାକୁ ପଡିବ। ଯଦି ଆପଣଙ୍କ ଘର ଅଛି, କୁକୁଡ଼ା ପାଇଁ ଫାର୍ମ ଅଲରେଡି ଆଗରୁ କରିଛନ୍ତି, କୁକୁଡ଼ା ଫାର୍ମ ଆଣିକି ଚିକ୍ସ ଆଣିକି ଛାଡ଼ିବେ, ସେଥିପାଇଁ ମଧ୍ୟ ଗଭର୍ଣ୍ଣମେଣ୍ଟ ବେନିଫିଟ୍ ଦଉଛି, ମୁଁ ଭିଡ଼ିଓରେ ଆଗକୁ କହିବି। ତ ଆପଣମାନେ ଯୋଉଟା କି 1500 ସ୍କୋୟାର ଫୁଟ ଗୋଟେ ଘର କରିବେ, ଯୋଉଟା କି 1500 ସ୍କୋୟାର ଫୁଟ ଭିତରେ ଘର କରିବେ ଯଦି ଆପଣ, ଯୋଉଟା କି କୁକୁଡ଼ା ଫାର୍ମ କରିବେ, କୁକୁଡ଼ା ରହିବା ପାଇଁ ମାନଙ୍କର ପାଇଁ କରିବେ ଘର, ସେଟା ପର ସ୍କୋୟାର ଫୁଟ 200 ଟଙ୍କା ଲେଖା ହିସାବରେ କରାହଉଛି, ଯୋଉଟା କି ଆପଣମାନେ କମ ବଜେଟରେ କରିପାରିବେ ମଧ୍ୟ। ଆପଣଙ୍କ ହିସାବରେ ଗଭର୍ଣ୍ଣମେଣ୍ଟର ଗୋଟେ 200 ଟଙ୍କା କ୍ରାଇଟେରିଆ ରହୁଛି, 200 ଟଙ୍କା ସ୍କୋୟାର ଫୁଟ, ତା ଦେହରେ ଇଲେକ୍ଟ୍ରିକାଲ ଲାଇଟ୍ ଫାଇଟ୍ ରହିବ, ପ୍ଲସ୍ ଯାହା ଘର ରହୁଛି ସେଇ ଘରଟା ହେଇପାରିବ, ଯୋଉଟା କି 3 ଲକ୍ଷ ଟଙ୍କା ଖର୍ଚ୍ଚ ହଉଛି ଗଭର୍ଣ୍ଣମେଣ୍ଟ ଇନଷ୍ଟ୍ରୁମେଣ୍ଟ। ତା ସହିତ ଆପଣ ଯୋଉ କୁକୁଡ଼ା ଖାଇବା ପାଇଁ ଦାନା ପାଣି ପିଇବା ପାଇଁ ଯୋଉଟା ରହୁଛି, ତ ଆପଣଙ୍କୁ ସେଟା 12,000 ଟଙ୍କା ଭିତରେ ଖର୍ଚ୍ଚ ହଉଛି 1500 କୁକୁଡ଼ା ପାଇଁ, ଯୋଉଟା କି ୱାନ୍ ଟାଇମ୍ ଇନଭେଷ୍ଟମେଣ୍ଟ କୁ ଆପଣ ଆଉ ସେକେଣ୍ଡ ଟାଇମ୍ କରିବାକୁ ପଡିବନି। ଆପଣ ଯୋଉଟା ଏଇ ଯୋଉ ଫାର୍ମର 45 ଡେଜ୍ ରହୁଛି, 45 ଡେ ପରେ ଗୋଟେ ବ୍ୟାଚ୍ ସରିବ। ମନେକର କୁକୁଡ଼ା ଆପଣଙ୍କୁ 2ରୁ 2.5 କିଲୋ ହେଇଯିବ 45 ଡେ ଭିତରେ, ଆପଣ ଯଦି ସେଇ କ୍ରାଇଟେରିଆ ଠିକ୍ ଭାବରେ ମେଡିସିନ ଖାଇବାକୁ ଠିକ୍ ଭାବରେ ଦଉଛନ୍ତି, ପାଣି ପିଇବାକୁ ଠିକ୍ ଭାବରେ ଦଉଛନ୍ତି, ଠିକ୍ ଭାବରେ ଯତ୍ନ ନେଉଛନ୍ତି, ତ ଆପଣ 100% ହେଇଯିବ। ତ ତାପରେ ନେକ୍ସଟ ଯୋଉଟା କି ଆପଣଙ୍କୁ ୱାନ୍ ଟାଇମ୍ ଇନଭେଷ୍ଟମେଣ୍ଟ ହେଇଯାଉଛି, ଆପଣଙ୍କର ଏଠି 3,12,000 ଟଙ୍କା ୱାନ୍ ଟାଇମ୍ ଇନଭେଷ୍ଟମେଣ୍ଟ ଖର୍ଚ୍ଚ ହେଇଯାଉଛି, ଯୋଉଟା କି ଆପଣଙ୍କର ଖର୍ଚ୍ଚ ହେଇକି ରହିଲା। ତାପରେ ଯୋଉଟା ଆପଣଙ୍କ ରିଟର୍ନିଂ, ଯୋଉଟା ନେକ୍ସଟ, ତାପରେ ଏଇଟା ତ ଆପଣଙ୍କର ଘର ଆଉ ଆପଣ ଖାଇବା ପିଇବା ଖର୍ଚ୍ଚ ହେଇଗଲା। ଯୋଉ ନେକ୍ସଟ ହଉଛି ଯୋଉ ରିକରିଂ କଷ୍ଟଟା ଆପଣଙ୍କର କ'ଣ ଗୋଟେ ବ୍ୟାଚ୍ ପରେ ଗୋଟେ ବ୍ୟାଚ୍ ଯୋଉଟା ଖର୍ଚ୍ଚ ହବ ମୁଁ କହିଦଉଛି। ଆପଣ କୁକୁଡ଼ା କିଣିବେ, ଆପଣ ଚିକ୍ସ କିଣିବେ, ଯୋଉଟା କି ଆପଣଙ୍କ 1500 ଚିକ୍ସ 38 ଟଙ୍କା 40 ଟଙ୍କା ପାଖାପାଖି ପଡୁଛି ଗୋଟେ ଚିକ୍ସ। ତ ଆପଣମାନେ ଏଇଟା ବୁଝିପାରିବେ, ଆପଣଙ୍କ ଭଲ କମ୍ପାନୀ 2-3ଟା କମ୍ପାନୀ, ପଶୁପତି ହଉ କିମ୍ବା ଆମର ଶାଲିମାର ହଉ କିମ୍ବା ଆପଣଙ୍କର ଭେଙ୍କଟେଶ୍ୱର ହଉ, ଆପଣ 3ଟା ଜାଗା ବୁଝିବେ, ଆପଣଙ୍କୁ ଗୋଟେ ବେଟର ଲାଗୁଛି ବୁଝିକି କିଣିପାରିବେ, ଯୋଉଟା ପର ପିସ୍ 38, 40, 42 ଭିତରେ ପଡିବ ରେଟ୍। ଆପଣଙ୍କର 36 ବି ପଡୁଛି, 35 ବି ପଡୁଛି। ଆପଣଙ୍କୁ ଏଇ ଚିକ୍ସ ପଡୁଛି 57,000, ମାନେ 57,000 ଟଙ୍କା ପଡିଯାଉଛି ଚିକ୍ସ ରେଟ୍ଟା। ତାପରେ ଖାଇବା ଖର୍ଚ୍ଚ ଆପଣଙ୍କର ଗୋଟେ କୁକୁଡ଼ା 6 ୱିକ୍ ମାନେ 6 ୱିକ୍ ମାନେ 1.5 ମାସ, 1.5 ମାସ ଭିତରେ 3.5 କିଲୋ ଗୋଟେ କୁକୁଡ଼ା ଆଭରେଜ ଖାଏ। 3.5 କିଲୋ ଯୋଉଟା ଆଭରେଜ ଖାଏ, ଯୋଉଟା କି 105 ଟଙ୍କା ଲେଖେ ପଡିଯାଉଛି, କିଲୋ 30 ଟଙ୍କା ଲେଖେ ପଡିବ, ଯୋଉଟା କି ଆପଣଙ୍କୁ 105 ଟଙ୍କା ଆଭରେଜ ପଡୁଛି ଗୋଟେ କୁକୁଡ଼ା ଦାନା ଖାଉଛି, ଦାନା ଖାଇବାରେ, ଯୋଉଟା କି 2ରୁ 2.5 କିଲୋ ହବ ସେ କୁକୁଡ଼ା ଏତିକି ଖାଇଲେ। ତ ଆପଣ ଖାଇବା କଷ୍ଟ ପଡୁଛି, ଯୋଉ 1500 କୁକୁଡ଼ା ଯଦି ଖାଇବେ ଆପଣଙ୍କର, ତ ଆପଣଙ୍କୁ 1,57,000 ଟଙ୍କା ଖାଦ୍ୟ ଖାଇବେ ସେ।
ଆପଣଙ୍କ 1,57,000 ଖାଦ୍ୟ ଖାଇବେ 1500 କୁକୁଡ଼ା ଆଭରେଜ। ତ ଆପଣଙ୍କୁ ମେଡିସିନ ରହିବ, ତାদের ମେଡିସିନ ଭ୍ୟାକ୍ସିନ ଯୋଉ କୁକୁଡ଼ା ମାନଙ୍କୁ ଦିଆହବ, ମେଡିସିନ ବି ମଧ୍ୟ ଦିଆହବ, ଯୋଉଟା କି ଆପଣଙ୍କୁ ଗଭର୍ଣ୍ଣମେଣ୍ଟର ଯୋଉ ଫାର୍ମ କରୁଛନ୍ତି, ଗଭର୍ଣ୍ଣମେଣ୍ଟ ତରଫରୁ ଯୋଉ ଫାର୍ମ କରୁଛନ୍ତି, ଯୋଉଟା କି ମୁଁ କହିବି ଆପଣ BVO ବ୍ଲକ ଭେଟେନାରୀ ଅଫିସର ଯୋଉ ରହୁଛନ୍ତି, ସିଏ ଆପଣଙ୍କୁ ତଦାରଖ କରିବେ, ଯେତେବେଳେ ଆପଣଙ୍କ ଫାର୍ମ ଆସିବେ ଦେଖିବେ ତଦାରଖ। ତ ଆପଣ ଯୋଉ ମେଡିସିନ କଷ୍ଟ ଆଉ ଭ୍ୟାକ୍ସିନ ଭିତରେ 12,000 ପାଖାପାଖି ଖର୍ଚ୍ଚ ହେଇଯାଉଛି ଆପଣଙ୍କ 1500 କୁକୁଡ଼ା ପାଇଁ। ତାପରେ ଇଲେକ୍ଟ୍ରିକ କଷ୍ଟ, ଯୋଉ ଇଲେକ୍ଟ୍ରିକ ବିଲ୍ ଆସିବ ଆପଣଙ୍କର ପାଖାପାଖି 5,000 ଆସିବ, ଯୋଉଟା ଲାଇଟ୍ ଲାଗିବ, ଫ୍ୟାନ୍ ଲାଗିବ। ତା ସହିତ ଆପଣଙ୍କର ଷ୍ଟୋର ରୁମ୍ କରିବେ, ଯୋଉଟା କି ଆପଣଙ୍କର ଏଇ 15 ସ୍କୋୟାର ଫୁଟ ଠୁ ଛାଡିକି ଟିକେ ଲାଗିକି ଗୋଟେ ଷ୍ଟକ୍ ରୁମ୍ କରିବେ, ଯୋଉଟା କି ଆପଣ ଖାଇବା ରଖିବେ, ପାଣି ରଖିବେ, ଉପରେ ଟାଙ୍କି ରହିବ, ପାଣି ଟାଙ୍କି ଏସବୁ ରହିବ। ତ ତା ସହିତ ସେ ରହିବ ହେଇଯିବ। ତ ଆପଣଙ୍କର ଏଇଟା ଯୋଉଟା ରିକରିଂ କଷ୍ଟ ରହିଯାଉଛି, ଧର 2,31,000 32,000 ଯୋଉଟା କି ଖର୍ଚ୍ଚ ହଉଛି ଆପଣଙ୍କର, ଏଇଟା କଣ କଣ୍ଟିନ୍ୟୁ ଚାଲିବ, ଗୋଟେ ବ୍ୟାଚ୍ ପରେ ଗୋଟେ ବ୍ୟାଚ୍ କଣ୍ଟିନ୍ୟୁ ଚାଲିବ। ତ ଏଇଟା ଆପଣଙ୍କର ଖର୍ଚ୍ଚ ହବ, ଏଇଟା ପରମାନେଣ୍ଟ ଖର୍ଚ୍ଚ ରହିବ, ଏଇଟା ୱାନ୍ ଟାଇମ୍ ଇନଭେଷ୍ଟମେଣ୍ଟ, ଏଇଟାକୁ ଆପଣ ରିକରିଂ ଖର୍ଚ୍ଚ ଯୋଉ ଆପଣ ତାହେଲେ ନେକ୍ସଟ ହଉଛି ଆପଣ ଯୋଉ 1500 କୁକୁଡ଼ା କରିବେ, ତ ବେନିଫିଟ କଣ ପାଇବେ, ବେନିଫିଟ କେତେ କଣ ପାଇବେ ମୁଁ ଆପଣଙ୍କୁ ଡିଟେଲ୍ସ କହିଦଉଛି। ତ ଆପଣ ଟୋଟାଲ 5,50,000 ପାଖାପାଖି ଖର୍ଚ୍ଚ ହଉଛି। ତ ମୁଁ ବେନିଫିଟଟା କହିଦଉଛି, ଯଦି ଆପଣ କୁକୁଡ଼ା ଏଇ 1500 କୁକୁଡ଼ାକୁ ଯଦି ଆପଣ ଏତିକି ଟଙ୍କା ଇନଭେଷ୍ଟ ହେଇଯାଉଛି, 2,40,000 ଧରନ୍ତୁ, 2,40,000 ଭିତରେ ଆଭରେଜ 5-10 ଏପଟ ସେପଟ ହେଇପାରେ, 2,40,000 ଟଙ୍କା ଇନଭେଷ୍ଟ ହଉଛି, ତ ଆପଣ 1500 କୁକୁଡ଼ା ଲାଭ କେତେ ପାଇବେ? ଯଦି 1500 କୁକୁଡ଼ା 5% ମୋର୍ଟାଲିଟି ହେଇଯାଉଛି, ତର 14,75,1425ଟା କୁକୁଡ଼ା ଯଦି ଆପଣ ବଞ୍ଚୁଛନ୍ତି, ବିକ୍ରି କରୁଛନ୍ତି, ପର ଆଭରେଜ 2.5 କିଲୋ ରହୁଛି ଗୋଟେ କୁକୁଡ଼ା, ଯଦି 2.5 କିଲୋ 3 କିଲୋ ବି ହଉଛି ଗୋଟେ କୁକୁଡ଼ା, ତ ଆଭରେଜ ଆପଣ ଯଦି ପର କେଜି 95 ଏଟା ରେଟ୍ରେ ପ୍ରାୟ ରହୁଛି, ଏବେ 95 ଅଛି, 95 92 ଏମିତି ରହୁଛି ରେଟ୍। ତ ଆପଣଙ୍କ ସିଜନ ଅନୁଯାୟୀ ରେଟ୍ ରହିବ, ଏଟା କମି ବଢିବ, କିଛି ଅସୁବିଧା ନାହିଁ। ତ ମୁଁ ଗୋଟେ ଫଣ୍ଡାମେଣ୍ଟାଲ 95 ପକେଇଛି, ଯୋଉଟା କି ଆପଣଙ୍କର 237 ଟଙ୍କା per କୁକୁଡ଼ା ହବ, ରେଟ୍ରେ ଯିବ 237 ଆଭରେଜ, ଗୋଟେ କମିପାରେ ଗୋଟେ ବଢିପାରେ। ତ ଆପଣଙ୍କୁ 3,37,000 3,37,725 ଟଙ୍କା ଆମେ ବିକ୍ରି ହବ। 3,30,000 ହେଇପାରେ, 3,20,000 ବି ହେଇପାରେ, କିଛି ସେମିତି କନଫର୍ମ ନୁହଁ ଯେ 3,37,000 ହବ ଆପଣଙ୍କର। ତ ଆପଣଙ୍କ କଷ୍ଟ ଏତିକି ରହିବ, କଷ୍ଟ ଏପଟ ସେ 5-10 ଏପଟ ସେପଟ ହେଇପାରେ। ତ ଆଭରେଜ ଆପଣ 1,00,000 ଟଙ୍କା ଇନକମ୍ ହବ ଏଠି, ପର ବ୍ୟାଚ୍ ପ୍ରଫିଟ୍ ଆପଣ 1,00,000 ଟଙ୍କା ପ୍ରଫିଟ୍ ପାଇବେ। 1,00,000 ଟଙ୍କାର ପ୍ରଫିଟରେ ଆପଣ କଣ ତା ଦେହରେ ଇନଭେଷ୍ଟମେଣ୍ଟ କଣ ରହୁଛି, ଆପଣଙ୍କର ମ୍ୟାନ୍ ପାୱାର। ଆପଣ ଯଦି ଏକୁଟିଆ ପାରୁନାହାନ୍ତି, ସମର୍ଥ ନାହିଁ, ଆପଣଙ୍କୁ ଗୋଟେ ଲୋକ ରଖିବାକୁ ପଡିବ, ଯାହା 10,000-15,000 କି ଖର୍ଚ୍ଚ ହେଇପାରିବ ତା ଦେହରେ। ତ ଖର୍ଚ୍ଚ ହବ, ତ ଆପଣ ସେଇଟା ଆପଣ ହାତରୁ ମଧ୍ୟ ଇନଭେଷ୍ଟମେଣ୍ଟ ଆଗରୁ କରିବାକୁ ପଡିବ। ତ ଆପଣ ତଥାପି ଆପଣ ହାରାହାରି 50,000-60,000 ପର ବ୍ୟାଚରେ ଆପଣ ବେନିଫିଟ୍ ପାଇପାରିବେ। ଏଇଟା ହଉଛି ବେନିଫିଟ୍। ତ ତାପରେ ଆଉ ଗୋଟେ ନେକ୍ସଟ ଫେଜରେ ମୁଁ ଆପଣଙ୍କୁ କହୁଛି, ଗଭର୍ଣ୍ଣମେଣ୍ଟର ବେନିଫିଟ୍ କଣ ପାଇବେ, କୋଉମାନେ କଣ ବେନିଫିଟ୍ ପାଇବେ, ମୁଁ ଆପଣଙ୍କୁ ଡିଟେଲ୍ସ କହିଦଉଛି। ଯୋଉ ଗଭର୍ଣ୍ଣମେଣ୍ଟରୁ ଆପଣ ବେନିଫିଟ୍ ପାଇବେ, ଯୋଉଟା ଫାର୍ମର ରହୁଛନ୍ତି, ଯୋଉଟା କି ଫାର୍ମିଂ କରିବାକୁ ଚାହୁଁଛନ୍ତି, ଯୋଉଟା କି SC ST ଓମେନ୍ ଟ୍ରାନ୍ସଜେଣ୍ଡର PW ଓମେନ୍ ମାନେ ସବୁ କାଟାଗୋରୀ ଓମେନ୍, ମହିଳା ହେଇଥିବ ଯଦି ସେ 60% ସବସିଡି ପାଇବେ, ଯୋଉଟା କି ଟୋଟାଲ ବଜେଟର ଆପଣଙ୍କର ଯୋଉ ଗୋ ହେଡ୍ ଲେଟର ଆପଣଙ୍କୁ BVO ଦେବେ, ମୁଁ ଆପଣଙ୍କୁ ଆଗକୁ କହିବି ଡିଟେଲ୍ସ କିପରି ଆପଣ ଗୋ ହେଡ୍ ଲେଟର ପାଇବେ, ପ୍ରୋସିଜର କଣ, ମୁଁ ଆପଣଙ୍କୁ ଖାଲି କହିଦଉଛି ସବସିଡି କେତେ କଣ ପାଇବ। ତ ଆପଣ ଏଠି 60% ସବସିଡି ପାଇବେ, 3,24,000 ଟଙ୍କା ଗଭର୍ଣ୍ଣମେଣ୍ଟରୁ ସବସିଡି ପାଇବେ, ଆପଣ ଯୋଉ ଇନଭେଷ୍ଟମେଣ୍ଟ ଟୋଟାଲ ହବ। ତ ଆଉ ସବସିଡିଟା ମଧ୍ୟ ମୁଁ କହୁଛି ଦିଟା ଫେଜରେ ପାଇବେ, ଯୋଉଟା କି ଫେଜ 1 ଫେଜ 2 ଦିଟା ଫେଜରେ ପାଇବେ। ଯୋଉଟା ଫେଜ 1ରେ ଆପଣ ଫାଷ୍ଟ 40% ପାଇବେ ଟୋଟାଲ ସବସିଡିର, ଆଉ ଫେଜ 2ରେ ଆପଣ 60% ଆପଣ ଟୋଟାଲ ସବସିଡି ପାଇବେ। ଆଉ ଯଦି ଆପଣଙ୍କର ଅଛି, ଆପଣ ଅଲରେଡି ଫାର୍ମ କରିସାରିଛନ୍ତି, ଖାଲି ଚିକ୍ସ ଆଣିବେ, ତ ଆପଣ ଆଫ୍ଟର ଚିକ୍ସ ଆପଣ ଚିକ୍ସ ଛାଡ଼ିଲା ପରେ ଆପଣ ଏଠି 40% ଆପଣ ଟୋଟାଲ ସବସିଡି ୱାନ୍ ଟାଇମରେ ପାଇଯିବେ, 40% ସବସିଡି ଆପଣ ପାଇଯିବେ। ତ ଏଇଟା ବି ରହୁଛି। ତାପରେ ଯଦି ଆପଣ ଜେନେରାଲ ମେଲ୍ ହେଇଥିବେ, ପୁରୁଷ ସାଧାରଣ ବର୍ଗର ପୁରୁଷ ହେଇଥିବେ, ସେ 50% ସବସିଡି ପାଇବେ, ଆପଣ ଯାହା ଖର୍ଚ୍ଚ ହେଇଥିବ। ଏଠି ଆପଣଙ୍କର 2,75,000 ପାଖାପାଖି 75, ଆଉ 2,00,000 75 ଆପଣ ନିଜ ହାତରୁ ଖର୍ଚ୍ଚ 50% ଆଉ ନିଜ ହାତରୁ ଖର୍ଚ୍ଚ କରିବେ। ସେମିତି ଏଠି ଯେ SC ଓମେନ୍ ଜେନେରାଲ ଯୋଉ 60% ସବସିଡି, ଆଉ 40% ସେ ନିଜ କରିପାରିବେ, ପ୍ଲସ ବ୍ୟାଙ୍କରୁ ମଧ୍ୟ ଫାଇନାନ୍ସ କରିପାରିବେ। ଏଇଟା ଅଛି। ତ ଆପଣ ଯୋଉ ଗୋମାନେ ଆବେଦନ କରିବେ, ଆବେଦନ କଲା ପରେ ଫର୍ମ ନେଇକି BVO ପାଖକୁ ଯିବେ, ଆମର ବ୍ଲକରେ ଯିଏ ଅଛନ୍ତି ଭେଟେନାରୀ ଅଫିସର ଅଛନ୍ତି, ବ୍ଲକ ଲେଭେଲରେ ସବୁ ବ୍ଲକରେ ଯୋଉ ବ୍ଲକରେ ଅଛନ୍ତି, ତାଙ୍କ ପାଖକୁ ଯାଇକି ଯୋଗାଯୋଗ କରିବେ। ଆପଣଙ୍କ ଡକୁମେଣ୍ଟ ସବୁ ଦେଖିବେ, ଆଧାର କାର୍ଡ, ଆପଣ ଲ୍ୟାଣ୍ଡ ଡକୁମେଣ୍ଟ, ଆପଣଙ୍କର ID ପ୍ରୁଫ ଆପଣ ଦେଖିକି, ତାପରେ ସେ CDPO ପଠେଇବେ, CDPO ଆପ୍ରୁଭ କରିକି ସେ ଗୋ ହେଡ୍ ଲେଟର ଗୋଟେ ଦେବେ। ତା ପୂର୍ବରୁ ଆପଣଙ୍କୁ ସେ ଗୋଟେ ଭିଜିଟ୍ କରିବାକୁ ପଠେଇବେ, ସେ ବ୍ଲକ ଲେଭେଲ ସ୍ତରରେ ଆପଣଙ୍କ ଇନ୍ସପେକ୍ସନ ଟିମ୍ ଗୋଟେ ଯିବ ଆପଣଙ୍କୁ, ଆପଣ ଜାଗା ଦେଖିବେ, ଆପଣ କେମିତି କରିବେ, ଷ୍ଟ୍ରକ୍ଚର କଣ ଠିକ ଅଛି ନା ନାହିଁ, ଆପଣ ସୁବିଧା ଅଛି ନା ନାହିଁ ଦେଖିବେ, ସେ CDPOକୁ ରିପୋର୍ଟ ଦେବେ। CDPOକୁ ରିପୋର୍ଟ ଦେଲା ପରେ ସେ ଆପଣଙ୍କୁ ଗୋ ହେଡ୍ ଲେଟର ଦେବେ। ଗୋ ହେଡ୍ ଲେଟରରେ ସେ ଆପଣ ଟୋଟାଲ ଡିଟେଲ୍ସ ଲେଖା ହେଇଥିବ, ଆପଣ 1500 କାପାସିଟିରେ କରୁଛନ୍ତି ଯଦି କେତେ ସ୍କୋୟାର ଫୁଟରେ କରିବେ, ଆଉ କରେଣ୍ଟ କେତେ ରହିବ, କଣ ଆପଣଙ୍କ ଖାଇବା ଯୋଉ ରହୁଛି ଆପଣଙ୍କର ଫିଡିଂ
ड्रिंकिंग कौन कौन सुविधा रहिबो केते फीस रहिबो कोनोसी आपन बोर्ड लेटर डिटेल्स रहिबो केते पैसा पाइबे केते सब्सिडी पाइबे कोन आपन बजेट केते से सब डिटेल्स लिखि देथिबे। नेक्स्ट होची आपनकर से फेज 1 फेज 2 जोटा की तो सी अप्रूव होला पर आपण घर स्टार्ट करिवे आपन टाइमिंग देथिबे आपन गोल्ड लेटर 15 दिन भीतर घर काम स्टार्ट करिवे आपन फार्मिंग स्टार्ट करिवे फार्मिंग स्टार्ट कला पर आपण जतो स्ट्रक्चर कर दोचंती तो आपण जदी दुईटा कैटेगरी जो जनरल मेल 50% आ जो अलगा होचे 60% सब्सिडी आपण स्ट्रक्चर काम करदेले पर आपन स्ट्रक्चर काम सला पर आपन जो सब्सिडी रो 40% अमाउंट आपन डीबीटी माध्यम अकाउंट को पळी आसीबो। नेक्स्ट होची आपण जो चिक्स छाड़िबे ଆପଣ ଯେତେବେଳେ କୁକୁଡ଼ା ଚିଆଁ କିଣିକି ଆପଣ ଛାଡୁଛନ୍ତି ଫାର୍ମ ଆପଣ ବିଭିଓ ଆସିବେ ସେ ଭେରିଫିକେସନ କରିବେ ସବୁ ଦିଟା ଫେଜରେ ହିଁ ଭେରିଫିକେସନ ହବ ସେ ଆପଣ ଭେରିଫିକେସନ କଲା ପରେ ସିଡିଓଙ୍କୁ ରିପୋର୍ଟ କଲା ପରେ ନେକ୍ସଟ ଫେଜରେ ମଧ୍ୟ ଆପଣଙ୍କୁ ଆପଣଙ୍କର ପେମେଣ୍ଟ ଡିବିଟି ମାଧ୍ୟମରେ ପଳେଇ ଆସିବ ଏହା ହଉଛି ପୁରା ପ୍ରୋସେସ ଆଉ କିଛି ନାହିଁ ତ ଆପଣ ଏତିକି ପ୍ରୋସେସରେ ଆପଣ ଏଇଟା କରିପାରିବେ ଯଦି ଏକୁ ନ କରିକି ଆପଣ ନିଜେ ମଧ୍ୟ ଚାହିଁଲେ ସ୍ୱାବଲମ୍ବୀ ଭାବେ ନିଜେ କରିପାରିବେ ନିଜେ ବାହାରେ ବିକିପାରିବେ କଣ୍ଟ୍ରାକ୍ଚର ଫାର୍ମ କରି ମଧ୍ୟ पर केजी हिसाब आपण ମଧ୍ୟ ସେଲ୍ କରିବେ ତା ପାଇଁ ମୁଁ ମଧ୍ୟ ଆଉ ଗୋଟେ ଭିଡିଓ ବନେଇ ଯେ ଆପଣ ନିଜେ କରିବାକୁ ଚାହୁଁଛନ୍ତି କୌଣସି ପ୍ରକାର ସୁବିଧା ମିଳୁନି ଆପଣ ଗଭର୍ଣ୍ଣମେଣ୍ଟର ସହାୟତା ଆପଣଙ୍କ ଲୋକାଲିଟିରେ କଣ ଅସୁବିଧା ହଉଛି ତ ଆପଣ ମୋତେ କମେଣ୍ଟ ମାଧ୍ୟମରେ ଜଣାଇଲେ ମଧ୍ୟ ମୁଁ ତାହା ଉପରେ ଭିଡିଓ ବନେଇ ତ ନେକ୍ସଟ ହଉଛି ଆପଣ ଅନଲାଇନ ଆବେଦନ କିପରି କରିବେ ତ ଅନଲାଇନ ଆବେଦନ ଏଟା କରିବାକୁ ହେଲେ ଆପଣ ଏଠି गो सुगम पड़े आसवे गो सुगम मारला आप आनिमाली हजबेंडरी ऊपर क्लिक कला ये देखो लिखाई बॉयलर बॉयलर फार्म 1500 कैपेसिटी लिखाई ये अप्लाई पर क्लिक करें अप्लाई तो आप रेजिस्ट्रेशन करा पड़े फास्ट जब आप रेजिस्ट्रेशन करना रेजिस्ट्रेशन ना पर क्लिक कर रेजिस्ट्रेशन करेंगे रेजिस्ट्रेशन कर दीजिए आप साइन इन करेंगे तो साइन इन करेंगे तो साइन इन कला आप जहाँ जहाँ आवेदन जब जहाँ करते देखो आदि किसी आवेदन कि प्लान देखो तो स्कीम सर्विस को पड़ेबे ये देखो आनिमाली हजबेंडरी ऊपर क्लिक करेंगे ଆପଣ 1500 କାପାସିଟି ଉପରେ ଗଇ ଆବେଦନ ଉପରେ କ୍ଲିକ୍ କରିବେ ଆବେଦନ ଉପରେ କ୍ଲିକ୍ କଲା ପରେ ସେମ୍ ପ୍ରୋସିଜର ଆପଣଙ୍କ ଆଧାର କାର୍ଡ ଭେରିଫିକେସନ କରିବେ ଆପଣ ନାଁ ଲେଖିବେ ଆପଣ ମେଲ୍ ଆଇଡି ମୋବାଇଲ ନମ୍ବର ଜେଣ୍ଡର ଡେଟ୍ ଅଫ ବାର୍ଥ କାଟାଗୋରୀ ଆପଣଙ୍କ ଡିସାବିଲିଟି ଆପଣ ଯଦି କୌଣସି ପ୍ରକାର ହ୍ୟାଣ୍ଡିକାପ୍ଟ ଅଛନ୍ତି ୟେସ୍ नो ମାରିବେ ଭେରିଫିକେସନ କ୍ୱାଲିଫିକେସନ ଲେଖିବେ ତାପରେ ଆପଣଙ୍କର ଫଟୋ ଅପଲୋଡ କରିବେ ଆପଣ ଏମ୍ପ୍ଲୟ ଅନଏମ୍ପ୍ଲୟ ଅଛନ୍ତି ବେକାରୀ ଅଛନ୍ତି କି ଚାକିରି କରୁଛନ୍ତି କାମ କଣ କରୁଛନ୍ତି ଏଠି ସିଲେକ୍ସନ କରିବେ ଏଠି ଆମ କମ୍ୟୁନିକେସନ ଆଡ୍ରେस ଦେଇକି ସେଭ୍ ନେକ୍ସଟ ଉପରେ କ୍ଲିକ୍ କରିବେ तापर लिखिए आपन डिस्ट्रिक्ट चूज कर देबे आपन ब्लॉक चूज कर देबे जिला बा वार्ड किछे चूज कर देबे गांव ना चूज कर देबे तापर आपन संपूर्ण ठिकाना एठी लिखि दे पूरा संपूर्ण ठिकाना लिखि सब नेक्स्ट ऊपर क्लिक करिवे सेव नेक्स्ट ऊपर क्लिक कला पर आपनकर एड्रेस होती यूनिट सेटअप जोटे यूनिट सेटअप करिवे जोटा 2000 कुकुडा जो फार्म करिवे आपन को जगह रे करिवे हे जगह रे डिटेल्स देबा पड़े आपन को एठी देखंतु तो आप जो सेटअप करिवे ता एड्रेस लिखि देबे जिला लिखि देबे ब्लॉक लिखि देबे आपन ग्राम पंचायत लिखि देबे गाँ ना लिखिदेवे लिखला पर लैंड इनफॉरमेशन देवा पड़े आप जो स्ट्रक्चर करेंगे जो जगह आप फार्म करेंगे से जगार आप डिटेल्स देवा पड़े आप अच्छी कि लीज उपलब्ध जो ऑनलाइन उपलब्ध तो आप गेट एरिया पर क्लिक करके आप डिटेल्स दे पारे आप गाँव ना डिटेल्स दे फ्रड जिते पड़े आसो सिलेक्शन सिलेक्शन करेंगे कौ प्लट करेंगे पड़े आसो आर आर जहाँ शो करते पड़े आसो आप लैंड लीज अच्छी येस मारे ना नो मारे आप ऑप्शनल सीट अच्छी आप येस मारे आगे नो मारी पारे किसी असुविधा नहीं जब प्रीवियस एक्सपीरियंस अच्छी किसी येस मारे जब अच्छी आप लिखे कौट एक्सपीरियंस अच्छी केते दिन शिखिंट ना आप नो मारे ये आईएफसी कोड आप गेट आईएफसी कोड देखिए फुल प्रोसीजर वीडियो मूल उद्देश्य होची लोक माने किपरि स्वावलंबी हो पारिबे व्यवसाय आरंभ कर जो मानक व्यवसाय कोन प्रकार समस्या आसुची तो हमको जोगाजोग करेंगे आम चेष्टा करूँ आप समस्या समाधान करिया तो रोची जय जगन्नाथ पुणी देखा वीडियो।